ଗୁଡ୍ ମର୍ଣ୍ଣିଂ ଓଡ଼ିଶା। ଆଜି ହେଉଛି 10 ମେ ଶୁକ୍ରବାର। ଆଜିର ରହିଛି 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ଅପରାଜିତାକୁ ଟାର୍ଗେଟ କରି ଗର୍ଜିଲେ ପାଣ୍ଡିଆନ। ଟୁରିଷ୍ଟ ସାଂସଦକୁ ବିଦା କର। ସରପଞ୍ଚ ହୁଅନ୍ତୁ କି ସାଂସଦ, ଆମ୍ବ ସମ୍ବିଧାନରେ ସବୁ ନିର୍ବାଚନ ପ୍ରତିନିଧିକୁ କିଛି କ୍ଷମତା ଏବଂ ଦାୟିତ୍ୱ ଦିଆଯାଇଛି। 5 ବର୍ଷର ସମୟ ଅବଧି ମଧ୍ୟରେ ସମସ୍ତେ ନିଜ ନିଜ ଅଞ୍ଚଳ ପାଇଁ କିଛି ଦାୟିତ୍ୱ ତୁଲାଇଛନ୍ତି। କିନ୍ତୁ ଗଲା 5 ବର୍ଷ ହେଲା ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ଭୁବନେଶ୍ୱର ସାଂସଦ ଏହି ଅଞ୍ଚଳ ପାଇଁ କିଛି କରିନାହାନ୍ତି। ସେଥିପାଇଁ ଏଭଳି ଟୁରିଷ୍ଟ ସାଂସଦକୁ ବିଦା କର ବୋଲି କହିଛନ୍ତି ପାଣ୍ଡିଆନ। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଚିଲିକା ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବିଜେଡି ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ନେତା ଭିକେ ପାଣ୍ଡିଆନ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସାଂସଦ କଣ କରିଛନ୍ତି ତାର ହିସାବ ଦିଅନ୍ତୁ। ମୁଁ ଜାଣିଛି ସାଂସଦ କିଛି କରିନାହାନ୍ତି। ଆଉ ଶ୍ରୀ ପାଣ୍ଡିଆନ କହିଛନ୍ତି ଜଣେ ସାଂସଦ ପୂର୍ବତନ ପ୍ରସନ୍ନ ଅଧିକାରୀ ଜନତାଙ୍କ ଭୋଟରେ ସଂସଦକୁ ଗଲେ ସେଠି ଚାହିଁଥିଲେ ଅଞ୍ଚଳରେ ବହୁତ କିଛି କରିପାରିଥାନ୍ତେ। କେନ୍ଦ୍ରୀୟ ଯୋଜନାଠୁ ପୁଞ୍ଜି ନିବେଶ ଯାଏଁ ଏ ଅଞ୍ଚଳରେ ଗଲା 5 ବର୍ଷ ମଧ୍ୟରେ ବହୁତ କିଛି ହୋଇପାରିଥାନ୍ତା। ଏଠି ଶତାଧିକ ଶିଳ୍ପ କାରଖାନା ଖୋଲା ଯାଇପାରିଥାନ୍ତା, ଲୋକଙ୍କୁ ରୋଜଗାର ବଢାଇ ପାରିଥାନ୍ତା। କିନ୍ତୁ 5 ବର୍ଷ ମଧ୍ୟରେ କିଛି କରିପାରିଲେ ନାହିଁ। ଏବେ ନିର୍ବାଚନ ଆସିଲା ବେଳକୁ ସାଂସଦ ଜଣେ ପର୍ଯ୍ୟଟକଙ୍କ ପରି ଚାରିଆଡେ ବୁଲୁଛନ୍ତି। ତେଣୁ ସେ କିଛି କରିନାହାନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିଆନ। ଓଡ଼ିଶାର ଭାଗବତ ପ୍ରଧାନ ଓ ବିନୋଦ ମହାରଣା ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର। ଲୋକକଳା ଶବ୍ଦ ନୃତ୍ୟର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବରଗଡ଼ ଜିଲ୍ଲାର 85 ବର୍ଷୀୟ ଭାଗବତ ପ୍ରଧାନ ଦୀର୍ଘ 5 ଦଶନ୍ଧି ଧରି ଏହି କଳା ପ୍ରଦର୍ଶନ କରି ସହ ପ୍ରଚାର ଏବଂ ନିଜକୁ ସମର୍ପି ଦେଇଥିଲେ। ନିଜ ଜୀବନକାଳ ମଧ୍ୟରେ ସେ ପ୍ରାୟ 600ରୁ ଉର୍ଦ୍ଧ୍ୱ ଶିଷ୍ୟମାନଙ୍କୁ ଏହି କଳା ଶିଖାଇଛନ୍ତି। ସେହିପରି ଖୋର୍ଦ୍ଧା ପଟ୍ଟଚିତ୍ର କଳାକାର ବିନୋଦ ମହାରଣା ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପ୍ରତିଶ୍ରୁତିରେ ପଳାଶୁଣୀ ଫୁଟ ଓଭର ବ୍ରିଜ 3 ବର୍ଷରେ ଗଲାଣି 14 ଜୀବନ। 16 ନମ୍ବର ଜାତୀୟ ରାଜପଥ ପଳାଶୁଣୀ ଛକ ମରଣ ଯନ୍ତା ବେଶ ଭାବେ ଜଣାଶୁଣା। ବହୁ ବର୍ଷ ହେଲାଣି ବ୍ଲାକସ୍ପଟ ଭାବେ ପରିଚିତ ଲାଭ କରିଥିବା ଏହି ଛକ ବହୁ ମର୍ମନ୍ତୁଦ ଦୁର୍ଘଟଣାର ମୁଖ୍ୟ ସାକ୍ଷୀ। 3 ବର୍ଷରେ ଏହି ଛକରେ 14ରୁ ଅଧିକ ପ୍ରାଣ ହରାଇଗଲେଣି। ତେଣୁ ଏଠାରେ ଏକ ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ଦାବି କରି ଆସୁଛନ୍ତି। ମାତ୍ର ଫୁଟ ଓଭରବ୍ରିଜ ପ୍ରତିଶ୍ରୁତି ରହିଛି। ଦୁର୍ଘଟଣାରେ ଘଟିଲେ ଫୁଟ ଓଭରବ୍ରିଜ କଥା ମନେ ପଡ଼େ ଏବଂ ଆନ୍ଦୋଳନ ହୁଏ। ନେତାମାନେ ପହଞ୍ଚି ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି। ଏମିତି ଚାଲିଛି ବର୍ଷ ବର୍ଷ ଧରି। କିନ୍ତୁ ଫୁଟ ଓଭରବ୍ରିଜ ନିର୍ମାଣ ହୋଇପାରି ନାହିଁ। ଆଜି ସକାଳେ ପ୍ରାୟ 5ଟା ବେଳେ ଏକ ଛକରେ ଲୋମହର୍ଷଣ ଲୋମ ଟାଙ୍କୁରା ଦୁର୍ଘଟଣା ଘଟିଥିଲା। ସୋନପୁରରେ ପୁରୀ ଯିବା ପାଇଁ ଆସୁଥିବା ବୃଦ୍ଧ ଦମ୍ପତି ଏକ ବସ୍ ଧରିବାକୁ ଯାଉଥିବା ରାସ୍ତା ପାର ହେଉଥିବା ବେଳେ ହଠାତ୍ ଟ୍ରକ୍ ତାଙ୍କୁ ଚାପି ଦେଇଥିଲା। ଉଭୟ ପତି ପତ୍ନୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେଣୁ ବିବାହ ବାର୍ଷିକୀରେ ପୁରୀ ଯିବା ପାଇଁ ଆସିଥିଲେ। ରାସ୍ତା ପାର ହେଉଥିଲେ। ପଳାଶୁଣୀ ଛକରେ ତାଙ୍କୁ ଟ୍ରକ୍ ଚାପି ଦେଇଥିଲା। ଏହି ସ୍ଥାନୀୟ ଲୋକେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସ୍ଥାନୀୟ ଲୋକ ଅସନ୍ତୋଷ ମଧ୍ୟ ହୋଇଥିଲେ। ସେମାନେ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କଲାବେଳେ ମଞ୍ଚେଶ୍ୱର ଥାନା ପୋଲିସ ସେମାନଙ୍କୁ ବହୁ ବୁଝାସୁଝା କରିଥିଲା। କିନ୍ତୁ କଥା ଉଠୁଛି ରାସ୍ତା ଉପରେ ସବୁବେଳେ ଏମିତି ଦୁର୍ଘଟଣା ହେଉଛି। ପଳାଶୁଣୀ ଛକରେ ଏଭଳି ଦୁର୍ଘଟଣା ହେବା ପାଇଁ ଏବେ ଲୋକମାନେ ଉଠିଛନ୍ତି। ଗୋଟେ ଫୁଟ ଓଭରବ୍ରିଜ ହେଉ, ଯାହାଫଳରେ ଲୋକମାନେ ଯାତାୟାତ କରିପାରିବେ, ଲୋକମାନେ ଚାଲିକି ଯିବା ଆସିବା କରିପାରିବେ। ତେଣୁ ଏନେଇ ଆନ୍ଦୋଳନ ଜୋରଦାର ଧରିଛି। ମନ୍ଦିର ଭିତରେ ଚାଲିଛି ଫଟୋ ଉଠା। ଲୋକଙ୍କୁ ସଚେତନ କରିବା ବଦଳରେ ନିୟମ ଭାଙ୍ଗି ନିଜେ ସେବାୟତ ସାଜୁଛନ୍ତି ଫଟୋଗ୍ରାଫର। ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଏବଂ ଦୃଷ୍ଟିରେ ଶ୍ରୀମନ୍ଦିର ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ କ୍ୟାମେରା ନେବା ବାରଣ କରାଯାଇଛି। ଏହି ମର୍ମରେ ମନ୍ଦିରର ମୁଖ୍ୟ ଦ୍ୱାରରେ ପୋଲିସ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି। କିନ୍ତୁ ମନ୍ଦିର ଭିତରକୁ ମୋବାଇଲ ଯାଉଛି। ଅନେକ ସ୍ଥଳରେ ଖୋଦ୍ ସେବାୟତ ମନ୍ଦିର ନିୟମକୁ ଉଲ୍ଲଂଘନ କରି ଫଟୋ ଉଠାଉଛନ୍ତି। ଏବେ ଲିଙ୍ଗରାଜ ମନ୍ଦିର ଭିତରେ ଉଠାଯାଇଥିବା ଫଟୋ ଗଣମାଧ୍ୟମରେ ବୁଲୁଛି। ଫଟୋରେ ଦେଖାଯାଉଛି ଯେ ଗୋଟିଏ ମନ୍ଦିରରୁ ଦର୍ଶନ ଆସୁଥିବା ଶ୍ରଦ୍ଧାଳୁଙ୍କର ଏକ ଚିତ୍ର ଆସିଛି।
ଏକ ପୋଜ ଦେଉଥିବା ବେଳେ ଜଣେ ସେବାୟତ ଆଣ୍ଠେଇ ପେଟେଇ ସେମାନଙ୍କର ଫଟୋ ଉଠାଉଛନ୍ତି। ତ ଏଭଳି କରିବା କେତେ ଦୂର ଠିକ୍ ସମସ୍ତେ କହୁଛନ୍ତି। କାରଣ ସେବାୟତ ଯଦି ଏମିତି କରିବ ତାହେଲେ ଲୋକମାନେ କ'ଣ ନ କରିବେ। ଏହାକୁ ନେଇ ଅନେକ ସଚେତନ ନାଗରିକ କ୍ଷୋଭ ପ୍ରକାଶ କରିଛନ୍ତି। ଜାଣିଥିବା ଲୋକେ କହନ୍ତି ମନ୍ଦିର ପରିସରରେ ସେମାନଙ୍କ ଫଟୋ ଉଠାଇବା ନୀତିଦିନିଆ କଥା। ଲୁଚା ଚୋରାରେ ଏହା ସବୁଦିନ ଚାଲିଛି, କିନ୍ତୁ ସେବାୟତ ଫଟୋ ଉଠାଇବାର ଫଟୋ ବାହାରେ ପ୍ରକାଶ ପାଇବା ଏକ ନୂଆ କଥା। ଏଠାରେ ଦେଖିବା କଥା ଯେ ସେବାୟତ ମନ୍ଦିର ପରିସରରେ ମୋବାଇଲରେ ଫଟୋ ଉଠାଇବା ଏବଂ ନିଶ୍ଚିତ ରୂପେ ନିୟମର ଉଲ୍ଲଂଘନ ଓ ଫଟୋ ଉଠାଇବାର ଦୃଶ୍ୟ। ଫଟୋ ଉଠାଇବା ବ୍ୟକ୍ତିମାନଙ୍କର ଅପରାଧ ବି କୌଣସି ଗୁଣରେ କମ୍ ନୁହେଁ। କାରଣ ସେମାନେ ମଧ୍ୟ ନିୟମ ଭାଙ୍ଗି ମନ୍ଦିର ପରିସରକୁ ମୋବାଇଲ ନେଇଥିଲେ, ସେଇଠାରେ ଫଟୋ ଉଠାଇଛନ୍ତି। କଥା ଉଠୁଛି କିଏ ସେ ସେବାୟତ ଯିଏକି ଫଟୋ ନିଜେ ଉଠାଉଛନ୍ତି। ଆଉ କୌଣସି ସେବାୟତକୁ ଆଉ ମୋବାଇଲ ଆଲାଉ କରାଯିବ ନାହିଁ। ଆଉ ଯେକୌଣସି ଯାତ୍ରୀ ଆସିଲେ ତାଙ୍କୁ ଭଲକି ଯାଞ୍ଚ କରାଯିବ ବୋଲି କୁହାଯାଇଛି। ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷଙ୍କୁ ବୈଠକ। ରଥଯାତ୍ରା ବେଳେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି। ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅଳଙ୍କାର ଗଣତି ଓ ମଣତି ହେବ। ଏହା ପୂର୍ବରୁ କିଭଳି କେଉଁ ଉପାୟ ଅବଲମ୍ବନ କରି ଅଳଙ୍କାର ଗଣତି ଓ ମଣତି ହେବ ସେ ଉପରେ ରତ୍ନଭଣ୍ଡାର ତଦାରଖ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ସହ ଆଲୋଚନା କରାଯାଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରଜିତ ପଶାୟତ କହିଛନ୍ତି। ଆଜି ପୂର୍ବାହ୍ନରେ ଜଷ୍ଟିସ୍ ପଶାୟତ ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଉପରେ ଆଲୋଚନା କରିଥିଲେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ ଜଷ୍ଟିସ୍ ପଶାୟତ କହିଛନ୍ତି ଯେ ଆଜି ବୈଠକର ପ୍ରମୁଖ ଲକ୍ଷ୍ୟ ଥିଲା ଯେ ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି କେଉଁ ହିସାବରେ କଲେ ସୁବିଧାରେ କାମ ହୋଇଯିବ ସେ ଉପରେ ଆଲୋଚନା କରାଯାଇଥିଲା। ଜଷ୍ଟିସ୍ ପଶାୟତ କହିଛନ୍ତି 1978 ପରେ ଏଭଳି ଏକ ବଡ଼ ଧରଣର କାମ କରାଯାଉଛି, ତେଣେ ଭଲରେ ହେଉ ବୋଲି କୁହାଯାଉଛି। ଇସ୍ତାହାର ଜାରି କଲା ବିଜେଡି। 100 ୟୁନିଟ୍ ଯାଏଁ ମାଗଣା ବିଜୁଳି। ଓଡ଼ିଶାରେ 100 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ। 100ରୁ 150 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ। ଓଡ଼ିଶାରେ ଏବେ 75% ପରିବାର 100 ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର କରୁଥିବା ବହୁ ସଂଖ୍ୟାରେ ଲୋକ ଏହାଦ୍ୱାରା ଉପକୃତ ହେବେ। ବିଜେଡି ତାର ନିର୍ବାଚନ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛି। ଏହା ସହିତ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ, ଚାଷୀଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସବୁ ବର୍ଗକୁ ଖୁସି କଲା ପରି ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ଆଜି ଇସ୍ତାହାର ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ବିଜେଡି ପକ୍ଷରୁ କୁହାଯାଇଛି ଯେ ଏକ ଇସ୍ତାହାର ଓଡ଼ିଶାର ଇତିହାସ ହେବ। ଗତ 24 ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାର ଏକ ଗରିବ ଓ କ୍ଷୁଧା ଗହ୍ବର ଓ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟକୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ ସଂସ୍କୃତି ଓ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିଛି। ଏହି ଲୋକବିମୁଖୀ ଇସ୍ତାହାରରେ ଉପସ୍ଥାପିତ ଗ୍ୟାରେଣ୍ଟିଗୁଡ଼ିକ 5ଟି ଗଭର୍ଣ୍ଣାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ। ତେଣୁ ଓଡ଼ିଶାରେ କେତେ କ'ଣ ହେଇଛି, ଓଡ଼ିଶା କେମିତି ଆଗେଇଛି ସେ ନେଇ ସବୁ କୁହାଯିବ। ଓଡ଼ିଶାର ଯୁବକମାନଙ୍କ ନିମନ୍ତେ 10 ବର୍ଷ ପାଇଁ 1 ଲକ୍ଷ କୋଟିର ଅଲଗା ବଜେଟ୍ ମଧ୍ୟ ରଖାଯିବ। ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭା ଉପସ୍ଥାପିତ କରାଯିବ। ତେଣୁ ଏତେ ସବୁ ଯୋଜନା ପରେ ବି ବିଜେଡି କାହିଁକି ହାରିବ? ଏଥର ପୁଣି ଡବଲ ଶଙ୍ଖ ଆସିବ ବୋଲି କୁହାଯାଉଛି। ଆଜି ଆସୁଛନ୍ତି ମୋଦି। ରାତି 8:30ରେ ଜନପଥରେ ରୋଡ୍ ଶୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିର୍ବାଚନ ପ୍ରଚାରରେ ତାଙ୍କର ଏହା ଦ୍ୱିତୀୟ ଗସ୍ତ। ଶୁକ୍ରବାର ରାତିରେ ଭୁବନେଶ୍ୱରରେ ମୋଦି ରୋଡ୍ ଶୋ କରି ରାଜଭବନରେ ରାତ୍ରି ଯାପନ କରିବେ। ଶନିବାର ପୂର୍ବାହ୍ନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ 3ଟି ବିଜୟ ସଂକଳ୍ପର ସମାବେଶ ଉଦ୍বোଧନ କରିବେ। ମୋଦିଙ୍କ ଗସ୍ତ ପାଇଁ ବିଜେପି ଶିବିର ବେଶ୍ ଚଳଚଞ୍ଚଳ ହୋଇଛି। 4ଟି ଯାକ ସଂସଦୀୟ କ୍ଷେତ୍ରରେ ମୋଦିଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ଲାଗି ପଡ଼ିଛନ୍ତି। ରାଜ୍ୟ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରାତି ପ୍ରାୟ 8ଟାରେ ମୋଦି ବିମାନ ବନ୍ଦରରେ ପହଞ୍ଚିବା ପରେ ଜନପଥସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟକୁ ଆସିବେ। ଆଉ ଏଠି ରୋଡ୍ ଶୋ ମଧ୍ୟ ହେବ। ରାତି 8ଟାରୁ ଆରମ୍ଭ ହେବ ତାଙ୍କର ରୋଡ୍ ଶୋ। ଜନପଥରେ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରାୟ 2.5 କିଲୋମିଟର ରାସ୍ତାରେ ମୋଦି କରିବେ ରୋଡ୍ ଶୋ। ଏହି ରାସ୍ତା ପ୍ରାୟ 6ଟି ଜାଗାରେ ମୋଦି ଗାଡ଼ିରୁ ଓହ୍ଲାଇ
ରାସ୍ତା କଡ଼ରେ ଥିବା ଲୋକମାନଙ୍କ ସହ ବାର୍ତ୍ତାଳାପ କରିବାର ଯୋଜନା ରହିଛି। ଯଦିଓ 6ଟି ଜାଗାରେ ଗାଡ଼ିରୁ ଓହ୍ଲାଇବା ଧାର୍ଯ୍ୟ ହୋଇ ତଥାପି ଏହାଛଡ଼ା ମୋଦି ଅନ୍ୟ ପକ୍ଷରେ ରାଜ୍ୟରେ ଗାଡ଼ିରେ ଓହ୍ଲାଇ ଲୋକମାନଙ୍କ ସହିତ କଥା ହେବେ। ଏପରିକି ଗାଡ଼ିରେ ନ ବସି କେବଳ ଚାଲି ଚାଲି ମଧ୍ୟ ଲୋକ ଯିବା ବାଟରେ ଲୋକଙ୍କ ସହିତ କଥା ହେବେ ଏବଂ ବୁଝିବେ ଅସୁବିଧା କଣ। ପରିତ୍ୟକ୍ତ ଚୁଆ ପାଣିରେ ମେଣ୍ଟୁଛି ଶୋଷ। କନ୍ଧମାଳ ଜିଲ୍ଲାର ଆଜି ବି ବହୁ ଗାଁ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ଜଳ ପାଇପାରୁନାହାନ୍ତି। ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି, ହେଲେ ପ୍ରକୃତରେ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନି। ଯୋଜନାରେ ଯୋଜନା ରହିଯାଉଛି। ଦେଶ ସ୍ୱାଧୀନତାର 76 ବର୍ଷ ପରେ ମଧ୍ୟ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲାନସୁଗା ଗ୍ରାମବାସୀ ପରିତ୍ୟକ୍ତ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ଦେଖନ୍ତୁ ଏଇ ଚୁଆ, ଯୋଉଥିରେ ଚୁଆ ପାଣିରେ ଲୋକ ଶୋଷ ମେଣ୍ଟାଉଛନ୍ତି କିନ୍ତୁ ବିଶୁଦ୍ଧ ପାଣି ଟିକେ ନାହିଁ। 60ରୁ ଉର୍ଦ୍ଧ୍ୱ ପରିବାର 200ରୁ ଅଧିକ ଲୋକ ପାଣି ପିଉଛନ୍ତି ଏହି ପାଣି। ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବା ବେଳେ ଦୀର୍ଘ ମାସ ହେଲାଣି ନଳକୂପ ମଧ୍ୟ ଅଚଳ ପଡ଼ିଛି। ଶେଷରେ ବାଧ୍ୟ ହୋଇ ଏହି ପାଣି ଲୋକ ପିଉଛନ୍ତି। ଗ୍ରାମବାସୀମାନେ ଅଭିଯୋଗ କରି ହାଲିଆ ହୋଇଗଲେଣି କିନ୍ତୁ କେହି ଶୁଣୁନାହାନ୍ତି। ଗାଁରେ ଏକ ସୋଲାର ପାନୀୟ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଦାବି କରିବା ପରେ 5 ଦିନ ତଳେ ଗାଁରେ ଏକ କୂଅ ବିଭାଗୀୟ ଅଧିକାରୀ ସୋଲାର ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ହେଲେ ଯେଉଁ କୂଅରେ ସୋଲାର ପ୍ରକଳ୍ପ ହେଲା ସେହି କୂଅଟି ଶୁଖିଲା ପଡ଼ିଛି। କୂଅରେ ପାଣି ନାହିଁ। ସୋଲାର ପ୍ରକଳ୍ପ ପ୍ରତିଷ୍ଠା ପରେ ମଧ୍ୟ ଲୋକ ଯେଉଁ ଶୋଷିଲାକୁ ସେଇ ଶୋଷିଲା। ସେହି ପରିତ୍ୟକ୍ତ ଚୁଆ ଉପରେ ନିର୍ଭରଶୀଳ। ଦୀର୍ଘ ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଚୁଆ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି। ହେଲେ ଚୁଆ ଉପରେ ଗ୍ରାମବାସୀମାନେ ନିର୍ଭରଶୀଳ। ସେହି ଚୁଆକୁ ଅନ୍ତତଃ ମରାମତି କରି ଲୋକଙ୍କ ବ୍ୟବହାର ଯୋଗ୍ୟ କରାଯାଇ ପାରନ୍ତା ବୋଲି ଲୋକେ କହିଛନ୍ତି। କିନ୍ତୁ ପ୍ରଶାସନିକ ସେତିକି ବି ଶୁଣୁନାହାନ୍ତି। ଏବେ ଆଗକୁ କଣ ହେବ ବାରମ୍ବାର ଅଭିଯୋଗ କରିସାରିଲା ପରେ ଗାଁ ଲୋକ ଏବେ ଚୁପ୍ ହେଇକି ବସିଛନ୍ତି। ତେଣୁ ମିଡ଼ିଆ ଭାଇମାନେ ଯାଇ ଏସବୁ କଥା ବୁଝାସୁଝା କରିଛନ୍ତି।